ଝାରସୁଗୁଡ଼ାରେ କୃଷକମାନଙ୍କୁ ସାର ବ୍ୟବହାର, ଏଗ୍ରିଷ୍ଟେକ୍ ଓ କୃଷି ସମ୍ପର୍କିତ ସୂଚନା ପହଞ୍ଚାଇବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଜିଲ୍ଲାରେ ସ୍ପେଶିଆଲ କୃଷି ରଥ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ନନ୍ଦ ପତାକା ଦେଖାଇ ସ୍ୱତନ୍ତ୍ର କୃଷି ରଥର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଅଭିଯାନ ଫର୍ଟିଲାଇଜର ଏଗ୍ରିଷ୍ଟେକ୍ ସଚେତନତା ଉପରେ ନିଶ୍ଚିତ ଭାବେ ଲୋକଙ୍କୁ ସଚେତନ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୋଇ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ଲକ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍କିମ୍ ଅଫିସର ଶ୍ରୀମତୀ ଭାଗ୍ୟଶ୍ରୀ ଦାସ, ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସସ୍ମିତା ପଟେଲ, ବ୍ଲକ କୃଷି ଅଧିକାରୀ ଝାରସୁଗୁଡ଼ା ଶ୍ରୀଯୁକ୍ତ ଅମୃତ ଲୁଗୁନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ କାର୍ଯ୍ୟକ୍ରମକୁ ସମନ୍ୱୟ କରିଥିଲେ। କୃଷି ରଥ ମାଧ୍ୟମରେ କୃଷକମାନଙ୍କୁ ସଠିକ୍ ସାର ପ୍ରୟୋଗ, ମାଟି ପରୀକ୍ଷା, ଡିଜିଟାଲ କୃଷି ସେବା ଓ ଏଗ୍ରିଷ୍ଟେକ୍ ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରାଯାଉଛି। ଏହି କୃଷି ରଥ ଅଭିଯାନ 5 ମଇରୁ 14 ମଇ 2024 ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାଲିବ। ଝାରସୁଗୁଡ଼ା ବ୍ଲକରେ 5 ଓ 6 ମଇ, କୋଲାବିରାରେ 7 ମଇ, କିରମିରାରେ 8 ମଇ, ଲାଇକେରାରେ 9 ଓ 10 ମଇ ଏବଂ ଲଖନପୁରରେ 10 ରୁ 14 ମଇ ପର୍ଯ୍ୟନ୍ତ କୃଷି ରଥ ପରିଚାଳନା ହେବ। ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରତିଦିନ ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ ଏହାର ଚଳାଚଳ ହେବ। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିହାରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।